କହିଲେ ଦେଶର ଆତ୍ମା ଦିଲ୍ଲୀ ବମ୍ବେ କି କଲିକତା ସହରରେ ନାହିଁ, ଇଏ ଅଛି 7 ଲକ୍ଷ ଗାଁ ଭିତରେ। ସେ ଗାଁର ବିକାଶ ନହେଲେ ଦେଶର ବିକାଶ ଅସମ୍ଭବ। ତେଣୁ ଗାଁକୁ ଏ ତ ଗୋଟେ ଆଦିବାସୀ ଅଧ୍ୟୁଷିତ ଗାଁ, ଯୋଉଠି ଆଜି ଆମେ ଠିଆ ହେଇଛେ କେଉଟଗୁଡ଼ା। କିନ୍ତୁ ଯଦି ସେ କହିଲେ ଗାଁର ଯଦି ବିକାଶ ହବ ତାହେଲେ ଦେଶର ବିକାଶ ଅସମ୍ଭବ। ତେଣୁ ଆଜି ସେଇଥିପାଇଁ ଆଜି ସମସ୍ତେ ଆମେ ଗାଁ କଥା ଚିନ୍ତା କରିବା, ଚିନ୍ତା ତ କରୁଛେ କେମିତି ତାର ବିକାଶ ହବ ସେ କଥା ଦେଖିବା। ଆଉ ଆମେ ସରକାର ଉପରେ ଭରସା କଲେ କିଛି ହେଇପାରିବନି। ତେଣୁ ସରକାର ଗୋଟିଏ କଥା କହୁଛନ୍ତି, ଗୋଟିଏ କାମ କରୁଛନ୍ତି। ତେଣୁ ମୁଁ ସରକାରଙ୍କୁ କ୍ରିଟିସାଇଜ କରୁନାହିଁ, କିନ୍ତୁ ଏଇ ଅବସ୍ଥା ସୃଷ୍ଟି ହେଉଛି। ମୁଁ ଖୁସି ହେବି ଯଦି ଆମ ସରକାର ଗାଁ ନଜର ଦେବେ କୃଷକମାନଙ୍କର ଏବଂ ଗ୍ରାମଜୀବୀମାନଙ୍କ କଥା ଚିନ୍ତା କରିବେ। ମୋ ଭାଇମାନେ ମଧ୍ୟ ସେ ଅନୁସାରେ ସଜାଗ ହେବେ ଏବଂ ସେ ଆମ ମୁଖ୍ୟମନ୍ତ୍ରୀ କୁହନ୍ତୁ କି ଆମର ଯିଏ ଅଛନ୍ତି ନେତା ତାଙ୍କୁ ଏ ବିଷୟରେ ଦିଗଦର୍ଶନ ଦେବେ। ଏଥିପାଇଁ ମୁଁ